এইটা হচ্ছে ডায়াবেটিস পତ୍ର। তো ଏ ପତ୍ରକୁ ମୁଁ ସେଦିନ ଦେଖେଇଥିଲି, ଏ ଗଛକୁ ଦେଖେଇଥିଲି। ତ ୟାକୁ ମୁଁ କେମିତି ସେବନ କରେ, ଆଉ ମୁଁ ଜଣେ ଗୋଟେ ସୁସ୍ଥ ଲୋକଟେ କେତେ ସେବନ କରିବା ଦରକାର ଏଇ ପତ୍ରକୁ, ତ ମୁଁ ଦେଖାଉଛି ଆପଣଙ୍କୁ। ଟିକେ ଧୋଇଦେଲେ ଏଇଟା ଏଇ ପତ୍ରଟା ଟିକେ ଧୋଇବା ପାଇଁ ମୁଁ ଦେଖେଇଥିଲି। ନହେଲେ ଆପଣ କହିବେ ଠକୁଛି କି କ'ଣ ବୋଲି। ନା, କେତେ ଖାଇବେ ନା, এইটা ଯାହାକୁ ଡାଇବେଟିସ୍ ହେଇଛି ଆରଟା ସେ ପୁରା ଫୁଲ୍ ଖାଇବେ। ଠିକ୍ ଅଛି କି? ଇଏ କିନ୍ତୁ ମୋ ନିତ୍ୟ ଦିନର ଇଏ ସବୁଦିନର ମୋର ଖାଦ୍ୟ। ଇଏ ଲିମ୍ବ ପତ୍ର, ବଦାମ ପତ୍ର ଆଉ ବେଲପତ୍ର ମୁଁ ନେକ୍ସଟ ଭିଡ଼ିଓରେ ଦେଖେଇ ଚାଲିବି। ବହୁତ ପିଠା ଆପଣ ବାଟିକି ଖାଇବେ, କିନ୍ତୁ ଇଏ ମୋର ଅଭ୍ୟାସ ହେଇଗଲାଣି, ମୁଁ ଖାଇଦେଉଛି। ପୁରା ତ ଦେଖେଇ ପାରିବିନି, ତଥାପି ବହୁତ ପିଠା ହେଇଗଲାଣି ପାଟି। ଆଉ ଏଇସବୁ ଜିନିଷକୁ ମୁଁ ଡେଲି ୟୁଜ୍ କରେ। ଆଉ ମୁଁ ତ ସଜେସନ୍ ଦେଉନି, କାହିଁକିନା ଏସବୁ ଜିନିଷ ମୁଁ ଦେଖେଇଛି। ତ ୟାକୁ ମୁଁ କ'ଣ କେମିତି ଟାଇପ୍ର ସେବନ କରେ, ୟା ମୋର ନିତ୍ୟଦିନର କର୍ମ କ'ଣ, ମୁଁ ଦାନ୍ତ ଘଷି ସାରିଲା ପରେ ମୁଁ କ'ଣ ପତ୍ର ଖାଏ, ଆଉ ଯାହା ପତ୍ର ଖାଏ ସବୁଗା ଆପଣଙ୍କୁ ମୁଁ ପ୍ରୋଭାଇଡ଼ କରିବି ଆଉ ଦେଖେଇବି। ଠିକ୍ ଅଛି? ଯଦି ଭିଡ଼ିଓଟି ଭଲ ଲାଗିଥାଏ ସାଙ୍ଗମାନେ ସମସ୍ତଙ୍କୁ ଆଉ ଲାଇକ୍ କରିବେ କି ନ କରିବେ ସେଟା ଆପଣମାନେ ବିଚାର କରିବେ। ଆଉ ରହୁଛି ସବୁ ଯେତେ ମୋର ଓଡ଼ିଶାବାସୀ, ଭାରତବାସୀ, ବିଶ୍ୱବାସୀ ସମସ୍ତଙ୍କୁ ମୋ ତରଫରୁ ଆପଣଙ୍କୁ ଜୟ ଜଗନ୍ନାଥ।